हेलो फ्रेंड्स पकेट स्टडी एजुकेशन चैनल मु आलोक आपण माननकु स्वागत करूछि। तो देखंतु ए वीडियो रे हम आज देखिबा ओ ट्रिपल एस रे जदि आपण कोनोसी भी एप्लीकेशन आवेदन करिसेंती एवं आपणकर किछि त्रुटि रहि जाइछि तले आपण को स्टेप रे आपण कैंसल बा एप्लीकेशन को कंप्लीटली डिलीट करि परिबे। समस्त स्टेप को म आपण कहिबी तो वीडियो को प्रथम रु लास्ट पर्यंत निहाती देखंतु। आपण जदि एप्लीकेशन रे कोनोसी भी त्रुटि करि दैछन्ते आपण सबमिट करि दैछन्ती त आपण केउ भलिया भाबरे डिलीट करि परिबे आपण ए वीडियो रे जानि परिबे। ऑलरेडी ये वीडियो ଉପରେ ମୁଁ ଅଲରେଡି ଭିଡିଓ ବନେଇଥିଲି ତା ପ୍ରଥମେ ଦେଖନ୍ତୁ ଷ୍ଟେପ୍ ୱାଇଜ୍ ଆପଣ ଯଦି ଦେଖିବେ ରେଜିଷ୍ଟ୍ରେସନରେ ଯଦି ଆପଣଙ୍କର କୌଣସି ବି ଭୁଲ ହେଇଯାଇଛି ତାହେଲେ ମଧ୍ୟ ଆପଣ ଆପ୍ଲିକେସନକୁ ଡିଲିଟ୍ କରିପାରିବେ। ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ଆପଣ ଦେଖିଲେ ଜାଣିପାରିବେ। ଦେଖନ୍ତୁ ତ ଆପଣଙ୍କର ଦେଖନ୍ତୁ ବେଳେବେଳେ ଆପଣଙ୍କ ରେଜିଷ୍ଟ୍ରେସନରେ ଯଦି କୌଣସି ବି ତ୍ରୁଟି ହେଇଯାଇଛି ମନେକର ଆପଣ ଯଦି ସବମିଟ୍ କଲା ଭିତରେ ଆପଣଙ୍କର ପ୍ରିଫରେନ୍ସରେ ଭୁଲ ରହିଯାଇଛି ତ ଆପଣ ଚାହୁଁଛନ୍ତି ଆପ୍ଲିକେସନକୁ କମ୍ପ୍ଲିଟ୍ ଡିଲିଟ୍ କରିକି ଆପଣ ପୁଣି ଥରେ ଆବେଦନ କରିବାକୁ ଚାହୁଁଛନ୍ତି ତ ମୁଁ ଆପଣଙ୍କୁ କହିବି ତିନିଟା ଷ୍ଟେପ୍ ଆପଣ କମ୍ପ୍ଲିଟ୍ କରିବେ। ଗୋଟେ ହଉଛି ରେଜିଷ୍ଟ୍ରେସନ ଡିଟେଲ୍ସ ତ ଆପଣଙ୍କର ଏଟା କମ୍ପ୍ଲିଟ୍ ଅଲରେଡି ହୋଇସାରିଛି। ପ୍ରିଭ୍ୟୁ ରେଜିଷ୍ଟ୍ରେସନ କମ୍ପ୍ଲିଟ୍ କରିଦେବେ। ତାପରେ ଆପଣଙ୍କର ଡକ୍ୟୁମେଣ୍ଟ ଡିଟେଲ୍ସକୁ କମ୍ପ୍ଲିଟ୍ କରିଦେବେ। କମ୍ପ୍ଲିଟ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କର ସାଇଟରେ କ୍ୟାନସଲ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ ଶୋ କରିବ। ଦେଖନ୍ତୁ ଆପଣଙ୍କର ଏଇ ତିନିଟା ଯଦି ଆପଣ ଷ୍ଟେପ୍ କମ୍ପ୍ଲିଟ୍ କରିଦେଇଛନ୍ତି ଦେଖନ୍ତୁ এই ৩ ଟା ଷ୍ଟେପ୍ ଯଦି ଆପଣ କମ୍ପ୍ଲିଟ୍ କରିଦେଇଛନ୍ତି ତାହେଲେ ଆପଣଙ୍କର କୌଣସି ବି ଅସୁବିଧା ହବନି। ତ ଆପଣଙ୍କର ଅଟୋମେଟିକ୍ ଶୋ କରିବ କ୍ୟାନସଲ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ। ତାପରେ ଆପଣ କ୍ଲିକ୍ କରିବେ। ବୁଝିପାରିଲେ? ଏହା ଉପରେ ଆପଣ କ୍ଲିକ୍ କରିବେ। ଓକେ ଉପରେ କ୍ଲିକ୍ କରିଦେବେ। ଓକେ ଉପରେ କ୍ଲିକ୍ କରିଦେବେ। ଦେଖନ୍ତୁ ସେଣ୍ଡ ଓଟିପି ଟୁ ଇମେଲ୍ ଆଣ୍ଡ ମୋବାଇଲ୍ ନମ୍ବର କହିବ। ତ ତା ଉପରେ ଆପଣ କ୍ଲିକ୍ କରିଦେବେ। ବୁଝିପାରିଲେ? ତ ଏଇଠି ଆପଣ ଟିକେ ସମୟ ୱେଟ୍ କରିବେ। ତ ଆପଣଙ୍କର ଓଟିପି ଆପଣଙ୍କର ମୋବାଇଲ୍ ନମ୍ବରକୁ ଆସିଯିବ। ତ ସେଇଟା ଆପଣ ଏଣ୍ଟର କରିଦେବେ। ସେଇଟା ଇମେଲ୍ ଆଇଡିର ଓଟିପି ତ ଇମେଲ୍ ଆଇଡିର ଓଟିପିଟାକୁ ଏଣ୍ଟର କରିଦେବେ। ଏଗେନ୍ ଆପଣଙ୍କର ମୋବାଇଲର ଓଟିପିଟାକୁ ଆପଣ ଏଣ୍ଟର କରିଦେବେ। ଏଣ୍ଟର କରିସାରିଲା ପରେ ଆପଣ ସ୍କ୍ରୋଲ୍ ଡାଉନ୍ କରିକି ତଳକୁ ଯିବେ ଦେଖନ୍ତୁ କ୍ୟାନସଲ୍ ମାଇ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ ଉପରେ ଆପଣ କ୍ଲିକ୍ କରିଦେବେ। ଏଇଠି ଆପଣ ପ୍ରଥମେ ଟିକ୍ କରିଦେବେ ଏଟାକୁ। ତାପରେ କ୍ୟାନସଲ୍ ମାଇ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ କ୍ଲିକ୍ କରିବେ ଓକେ ଉପରେ କ୍ଲିକ୍ କରିଦେବେ। ଟିକେ ସମୟ ୱେଟ୍ କରିବେ। ଦେଖନ୍ତୁ ଓଟିପି ଯଦି ମିସମ୍ୟାଚ୍ ହେଲା ତାହେଲେ ଆପଣ ଟିକେ ଠିକରେ ଦେଖିନେବେ ଆଉଥରେ ଓଟିପିଟାକୁ ଏଣ୍ଟର କରିବେ। ତାପରେ ଡିକ୍ଲାରେସନକୁ ଟିକ୍ କରିଦେବେ। କ୍ୟାନସଲ୍ ମାଇ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ ଉପରେ କ୍ଲିକ୍ କରିବେ ଓକେ ଉପରେ କ୍ଲିକ୍ କରିଦେବେ। ଟିକେ ସମୟ ୱେଟ୍ କରିବେ। ତ ଦେଖନ୍ତୁ ରେଜିଷ୍ଟ୍ରେସନ ଆଣ୍ଡ ଆପ୍ଲିକେସନ ସକ୍ସେସଫୁଲି କ୍ୟାନସଲ ହେଇଗଲା। ତ ଆପଣଙ୍କର ଦେଖନ୍ତୁ ଆପଣ ଏଇଭଳି ଭାବରେ ଆପଣଙ୍କର ଯୋଉ ରେଜିଷ୍ଟ୍ରେସନ କରିଥିଲେ ଯଦି କିଛି ମିଷ୍ଟେକ୍ ଥିଲା ବା ତ୍ରୁଟି ଥିଲା ତାହେଲେ ଆପଣ ଡିଲିଟ୍ କରିପାରିବେ। କୌଣସି ବି ପ୍ରୋବ୍ଲେମ୍ ନାହିଁ। ତାପରେ ଆପଣ ଏଗେନ୍ ଆଉଥରେ ଆପ୍ଲାଏ କରିପାରିବେ। ବୁଝିପାରିଲେ? ତ ଆପଣଙ୍କର ଯଦି କିଛି ବି ମିଷ୍ଟେକ୍ ରହିଯାଇଛି ତାହେଲେ ଆପଣ କରିପାରିବେ। କୌଣସି ବି ପ୍ରୋବ୍ଲେମ୍ ନାହିଁ।